ଉପନ୍ୟାସ ଏବେ ବି ସୁନ୍ଦର ଧରା ଲେଖିକା ପ୍ରବୀଣା ମହାନ୍ତି ପଢ଼ି ଶୁଣାଉଛନ୍ତି ମଧୁ। ଭାଗ 1। ସେହି ଅନାମଧେୟ ରେଳ ଷ୍ଟେସନଟିରେ ଅସହାୟ ଭାବରେ ଅପେକ୍ଷା କରି ବସି ରହିଥିଲେ 4ଟି ପ୍ରାଣୀ। ଟ୍ରେନ୍ କେତେବେଳେ ଆସିବ କିଛି ଠିକଣା ନାହିଁ। ଷ୍ଟେସନ ମାଷ୍ଟର କହୁଥିଲେ କେଉଁଠାରେ ଦୁର୍ଘଟଣା ଘଟିବା ଯୋଗୁଁ ଅଟକି ଯାଇଛି ଟ୍ରେନ୍। ରାସ୍ତା ପରିଷ୍କାର ହେଲେ ଯାଇ ଆସିବ। ଏଠାରୁ 5 କିଲୋମିଟର ଦୂରରେ ବସ୍ଷ୍ଟାଣ୍ଡ। ସେଠାରୁ ବସ୍ ଚାଲିଯିବଣି ସଞ୍ଜ ବେଳୁ। ପରବର୍ତ୍ତୀ ବସ୍ ପୁଣି ଯାଇ ପରଦିନ ସକାଳ 7ଟାରେ। କ'ଣ କରିବେ କିଛି ବୁଦ୍ଧିବାଟ ଦିଶୁନଥିଲା ଅବନୀନ୍ଦ୍ରବାବୁଙ୍କୁ। ସେ ଏକୁଟିଆ ଯିବାର ହୋଇଥିଲେ ଯେକୌଣସି ଉପାୟରେ ଚାଲିଯାଇପାରନ୍ତେ, କିନ୍ତୁ ଶୋକ ଜର୍ଜରିତା ବୃଦ୍ଧା ମା ଓ ଅର୍ଦ୍ଧମୂର୍ଚ୍ଛିତା ପତ୍ନୀକୁ ନେଇ କେମିତି ଯିବେ ସେ? ପୁଣି ବବ୍ଲୁ ବି ଅଛି ସାଙ୍ଗରେ। ବବ୍ଲୁ ତାଙ୍କର ବଡ଼ ପୁଅ। ହେଲେ 15 ବର୍ଷର ପିଲାଟି କ'ଣ ବା ଆଉ କରିପାରିବ? ସେଇ ଭୟଙ୍କର ଦୁଃସମ୍ବାଦଟି ନେଇ ଏତେ ବାଟ ସେ ଆସିପାରିଲା। ଏ କ'ଣ କିଛି କମ୍ କଥା? ଏଇ ନିଦାରୁଣ ସମ୍ବାଦ ତାକୁ ମଧ୍ୟ ନିର୍ବାକ କରିଦେଇଛି ଦୁଃଖରେ। କଳାକାଠ ପଡ଼ିଯାଇଛି ତାର ସୁଗୌର ମୁଖମଣ୍ଡଳ। ଆଖି ଦୁଇଟି ବାରମ୍ବାର ଛଳଛଳ ହୋଇ ଉଠୁଛି। ଅସହାୟ ଭାବରେ ସେ ପଦଚାରଣ କରୁଛି ଷ୍ଟେସନର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ। ଅନେକ ବର୍ଷ ପରେ ଗାଁକୁ ଆସିଥିଲେ ଅବନୀନ୍ଦ୍ରବାବୁ ତାଙ୍କର ଜଣେ ସମ୍ପର୍କୀୟ ପୁତୁରାର ବିବାହ ଉତ୍ସବରେ ଯୋଗ ଦେବାକୁ। ଭାବିଥିଲେ ପ୍ରିୟ ପରିଜନଙ୍କୁ ଭେଟିବେ। ଆନନ୍ଦ ଉଲ୍ଲାସ ମଧ୍ୟରେ କଟିଯିବ ଦିନ କେତୋଟି। ସହରରେ ରହିବା ପରଠାରୁ ଗାଁ ସହିତ ସମ୍ପର୍କ ଆସ୍ତେ ଆସ୍ତେ କଟିଯାଉଛି। ସେଇଥିପାଇଁ ବନ୍ଧୁବାନ୍ଧବଙ୍କର ଅନେକ ଅଭିମାନ ଅଭିଯୋଗ। ତାଙ୍କ ମା ରୁକ୍ମିଣୀ ଦେବୀ ମଧ୍ୟ ଇଚ୍ଛା କରିଥିଲେ ଗାଁରେ ଆସି କିଛିଦିନ ରହିବାକୁ। ପତ୍ନୀ ମନସ୍ୱିନୀ ଓ ମା ରୁକ୍ମିଣୀଙ୍କୁ ନେଇ ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ସମସ୍ତେ ଭାରି ଖୁସି ହୋଇଯାଇଥିଲେ। ପିଲାମାନଙ୍କୁ କାହିଁକି ଆଣିଲ ନାହିଁ ବୋଲି ଅନେକ ଅଭିଯୋଗ କରିଥିଲେ। ପିଲାମାନଙ୍କର ପରୀକ୍ଷା ନିକଟ ହୋଇ ଆସୁଥିବାରୁ ସେମାନଙ୍କର ଆସିବା ସମ୍ଭବ ନଥିଲା। କିନ୍ତୁ ଏଣେ ବିବାହ ଉତ୍ସବ ପ୍ରସ୍ତୁତି ନେଇ ସମସ୍ତେ ଜୋରସୋରରେ ଲାଗିପଡ଼ିଥିବା ବେଳେ ଏହି ଭୟଙ୍କର ଦୁଃସମ୍ବାଦଟି ନେଇ ପହଞ୍ଚିଲା ବବ୍ଲୁ। ଡାକ୍ତରଖାନାରୁ କେହି ଜଣେ ପଡ଼ିଶା ଘରକୁ ଫୋନ୍ କରି ଜଣାଇଥିଲେ, ଶିବାନୀକୁ ଦେଖିବା କଥା ଯଦି ଯେତେ ଶୀଘ୍ର ପାର ଚାଲିଆସ ସମସ୍ତେ। ଫୋନ୍ ଧରିବାକୁ ଯାଇଥିଲା ବବ୍ଲୁର ଉପର ଭଉଣୀ ଚନ୍ଦ୍ରା। ଖବର ପାଇ ପ୍ରଥମେ କାଠ ପାଲଟିଗଲା ସେ। ତାପରେ କାନ୍ଦି କାନ୍ଦି ଘରକୁ ଆସି କହିଲା, ବବ୍ଲୁ, ଅପା ବୋଧହୁଏ ଆଉ ନାହିଁ। ତୁ ଜଲ୍ଦି ଗାଁକୁ ଯାଇ ବାପା ବୋଉଙ୍କୁ ଖବର ଦେ। ବଡ଼ ମଣିଷ ବୋଲି କେହି ଜଣେ ହେଲେ ନାହାନ୍ତି ଘରେ। କେବଳ ଭାଇ ଭଉଣୀ 4 ଜଣ। ପଡ଼ିଶା ଘର ମାଉସୀଙ୍କ ହେପାଜତରେ ପିଲାମାନଙ୍କୁ ରଖି 3-4 ଦିନ ପାଇଁ ଗାଁକୁ ଯାଇଛନ୍ତି ଅବନୀନ୍ଦ୍ରବାବୁ। ଅଣନିଶ୍ୱାସୀ ହୋଇ ବବ୍ଲୁ ଛୁଟିଲା ଗାଁକୁ ଏଇ ଅଶୁଭ ଖବର ନେଇ। ଗାଁରେ ଉତ୍ସବର ଆୟୋଜନରେ ମାତି ଉଠିବା ପୂର୍ବରୁ ବିସର୍ଜନର କୁହୁକୁ ଛାତି ଭିତରେ ରୁନ୍ଧି ସେମାନଙ୍କୁ ଫେରିଯିବାକୁ ହେଉଛି। ନିଜ କୁଟୁମ୍ବଙ୍କର ଆନନ୍ଦ ମୁଖରିତ ପରିବେଶକୁ ଶୋକର ସ୍ପର୍ଶ ନ ଦେଇ ଚୁପଚାପ ବିଦାୟ ନେଇ ଆସିଥିଲେ ଜରୁରୀ କାମର ବାହାନା ଦେଇ। ଶଗଡ଼ ଗାଡ଼ିରେ ଆସି ଷ୍ଟେସନରେ ପହଞ୍ଚି କିନ୍ତୁ ନିରୁପାୟ ହୋଇଯାଇଥିଲେ ସେମାନେ। ଟ୍ରେନ୍ର କିଛି ବି ଠିକଣା ନଥିଲା। ଅନ୍ୟ କୌଣସି ଯାନବାହନର ବ୍ୟବସ୍ଥା ନଥିବାରୁ ଅଗତ୍ୟା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟ୍ରେନ୍ର ପ୍ରତୀକ୍ଷା କରିବାକୁ ପଡ଼ିଲା ସେମାନଙ୍କୁ। ପତ୍ନୀ ମନସ୍ୱିନୀ ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ଶୋଇଛନ୍ତି ଷ୍ଟେସନର ସିମେଣ୍ଟ ବେଞ୍ଚ ଉପରେ। ଆଖିର କୋଣ ଦେଇ ଝରି ପଡ଼ୁଛି ଧାର ଧାର ଅଶ୍ରୁ। ଶିବାନୀ ଆଉ ନାହିଁ। ଏକଥା ଶୁଣିବା ମାତ୍ରେ ଗଳା ଫଟେଇ କାନ୍ଦି ଉଠିଥିଲେ ମନସ୍ୱିନୀ ଓ ରୁକ୍ମିଣୀ। ସ୍ତବ୍ଧ ବିମୂଢ଼ ହୋଇ ବସିଯାଇଥିଲେ ଅବନୀନ୍ଦ୍ରବାବୁ। ଭାବୁଥିଲେ ଜିଦଖୋର ଝିଅଟା ଶେଷରେ ଏମିତି ପ୍ରତିଶୋଧ ନେଲା ତାଙ୍କ ଉପରେ। ଆତ୍ମହତ୍ୟା କରିଥିବ ନିଶ୍ଚୟ। ସବୁତକ ଦୁର୍ଗୁଣର ଖଣି ତ। 2 ଥର ଯାଇ ଯାହା ଦେଖି ଆସିଛନ୍ତି, ଝିଅ ଉପରେ ଟିକିଏ ମଧ୍ୟ ଭଲ ଧାରଣା ହୋଇନାହିଁ ତାଙ୍କର। ହତଭାଗୀଟା। ନହେଲେ ଏମିତିକା ଶାଶୁ ଶ୍ୱଶୁର ସ୍ୱାମୀ ପାଇ ମଧ୍ୟ ସୁଖୀ ହେଲା ନାହିଁ ଝିଅଟା। ତାଙ୍କ କାନ ପାଖରେ ପ୍ରତିଧ୍ୱନିତ ହେଉଥିଲା ଶିବାନୀ କହିଥିବା ଶେଷ କଥା ପଦକ। ଖବର ପାଇଲେ ଡାକ୍ତରଖାନା ଆସିବ ମୋତେ ଦେଖିବାକୁ। ଏକ ପ୍ରବଳ କଷ୍ଟକୁ ରୋକିବାକୁ ଯାଇ ସେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ଚଣ୍ଡୀ, ଉଦଣ୍ଡୀ, ଜିଦଖୋର। ଯାହା ହେଲେ ବି ଶିବାନୀ ତାଙ୍କର ପ୍ରଥମ ସନ୍ତାନ। କେତେ ଆଦରର ଧନ। ବାପାଙ୍କୁ ହିଁ ନିଜର ସର୍ବଶ୍ରେଷ୍ଠ ବନ୍ଧୁ ବୋଲି ମାନି ନେଇଥିବା ଝିଅଟିକୁ Sample complete. Ready to continue?